ସବୁଦିନଠାରୁ ଗୁରୁବାର ଆଉ ଗୃହିଣୀର ସମ୍ପର୍କ ଟିକେ ଅଲଗା ଥାଏ। ଗୁରୁବାର ଦିନ ସକାଳ ହେଲେ ମୋ ବୋଉ କଥା ମୋର ମନେ ପଡ଼ିଯାଏ। ବୋଉ କହେ, ଆଉ କୋଉ ଦିନ ହଉ କି ନ ହଉ ଗୁରୁବାର ଦିନ ଶାଢ଼ୀ ପିନ୍ଧି ଠାକୁର ପୂଜା କରିବୁ। ହେଲେ ଆମେ ତ ହେଲୁ ଆଜିକାଲିର ଝିଅ, ବାହାରେ ରହି ନିଜ କମ୍ଫର୍ଟ ଅନୁସାରେ ଡ୍ରେସ୍ ପିନ୍ଧିବାକୁ ପସନ୍ଦ କରନ୍ତି। ବାହାଘର ପୂର୍ବରୁ ବୋଉର କଥା ଶୁଣି ନ ଶୁଣିଲା ପରି ଲାଗେ, ଆଉ ଏବେ ବୋଉର ପ୍ରତ୍ୟେକଟି କଥାକୁ ମାନି ଚଳିବାକୁ ଇଚ୍ଛା ହୁଏ। ରୋଷେଇ ଘର କଡ଼େ ପରିଷ୍କାର ରଖିଲେ ବୋଉ କହେ ଲକ୍ଷ୍ମୀ ଘରକୁ ଆସନ୍ତି। ଏକଥା ସତ କି ମିଛ ତ ମୁଁ ଜାଣିନି, ହେଲେ ମା ହେଉଛି ଝିଅର ପ୍ରଥମ ଗୁରୁ, ଯିଏକି ଜନ୍ମ ହେଲାଠାରୁ ଶିକ୍ଷା ପ୍ରଦାନ କରିଥାଏ। ହେଲେ ଆମେ ଯେତେବେଳେ ବଡ଼ ହୁଅନ୍ତି ତାର କଥାକୁ ବେଖାତିର କରନ୍ତି। ମାର ମୂଲ୍ୟକୁ ସୁହାଇଲା ପରି ଶବ୍ଦ ତ ଦୁନିଆରେ ନାହିଁ, ତ ଆଉ କ'ଣ ବା କହିବି। ତ ବୋଉର କଥା ମାନି ଆଜି ମୁଁ ଶାଢ଼ୀ ପିନ୍ଧି ଠାକୁର ପୂଜା କରିଥିଲି। ଆମାଜନରୁ ଗୋଟେ ପାର୍ସଲ ରିସିଭ୍ ହେଇଥିଲା, ଭାବିଲେ ଆପଣମାନଙ୍କ ସହିତ ସେୟାର କରିବି। ଡ୍ରେସ୍ଟା ଭଲ ତ ହେଇଛି, କିନ୍ତୁ ନେକ୍ ପାଖରେ ଟିକେ କମ୍ଫର୍ଟ ଲାଗୁନି। ଆପଣମାନଙ୍କୁ କେମିତି ଲାଗୁଛି ନିଶ୍ଚୟ କମେଣ୍ଟ କରି କହିବେ।